ଆମେ ଯେତେବେଳେ ବର୍ଷର ଶେଷରେ ଆସି ପହଞ୍ଚୁ ଆମ ମନରେ ନୂଆ ଆଶା ଓ ଆକାଂକ୍ଷା ଜାତ ହୁଏ ଯେ ଆମେ ନୂଆ ବର୍ଷରେ ପଦାର୍ପଣ କରିବୁ। ଅନେକ ମନରେ ଏଇ ଇଚ୍ଛା ଜାଗ୍ରତ ହୁଏ ଯେ ଏଇ ନୂଆ ବର୍ଷରେ ମୁଁ କିଛି ନୂଆ ବିଷୟ କରିବି। ପୁରୁଣା ଜୀବନ, ପୁରୁଣା କାର୍ଯ୍ୟ, ପୁରୁଣା ଅଭ୍ୟାସ ନେଇ ନୂଆ ବର୍ଷରେ ପ୍ରବେଶ କରିବାକୁ ଯିବି ନାହିଁ। ଏଣୁ ସିଦ୍ଧାନ୍ତ ନେଉ ଯେ ମୁଁ ଏ ନୂଆ ବର୍ଷରେ ଏହା କରିବି ଓ ତାହା କରିବି। ଆମେ ଏହି ସମସ୍ତ ନିଷ୍ପତ୍ତି ନେଉ ସତ, କିନ୍ତୁ ପ୍ରଶ୍ନ ଆସେ ଆମେ କ'ଣ ଆମ ନିଷ୍ପତ୍ତି ଅନୁସାରେ ଜୀବନ କାଟି ପାରୁଛୁ କି? ଯାହା କରିବି ନାହିଁ ବୋଲି ସିଦ୍ଧାନ୍ତ ନେଇଛୁ ତାହା ହିଁ କରିଥାଉ, କିନ୍ତୁ ଯାହା କରିବି ବୋଲି ସିଦ୍ଧାନ୍ତ ନେଇଥାଉ ତାହା କରିପାରିନଥାଉ। ଏହା କ'ଣ ସତ ନୁହେଁ କି? ମୋ ମତରେ ପ୍ରତିବର୍ଷ ଆମେ ଏପରି ସିଦ୍ଧାନ୍ତ ନେଇଥାଉ, କିନ୍ତୁ ବର୍ଷ ଶେଷରେ ଆମେ ଆମ ସିଦ୍ଧାନ୍ତକୁ ଭୁଲି ଯାଇଥାଉ। ସେଥିର କାରଣ କ'ଣ ଜାଣନ୍ତି? ସେଥିର କାରଣ ହେଲା ଯେଉଁ ଈଶ୍ୱର ଆମ ସହିତ ରହିବା ପାଇଁ ସ୍ୱର୍ଗ ସୁଖ ଛାଡ଼ି ଏହି ଜଗତକୁ ଆସିଲେ, ଆମେ ତାଙ୍କୁ ଛାଡ଼ି ସବୁ କାର୍ଯ୍ୟ କରିବାକୁ ଚାହୁଁ। ସେଥିପାଇଁ ଆମେ ଆମ କାର୍ଯ୍ୟରେ ବିଫଳ ହେଇଥାଉ, ଆମମାନଙ୍କ ନିଷ୍ପତ୍ତିରେ ଆମେ ବିଫଳ ହେଇଥାଉ। ଯଦି ଆମେ ଈଶ୍ୱରଙ୍କ ଶକ୍ତିରେ ଏ ସମସ୍ତ କାର୍ଯ୍ୟ କରିବୁ ବୋଲି ସିଦ୍ଧାନ୍ତ ନେଉ, ତେବେ ଈଶ୍ୱର ଆମମାନଙ୍କୁ ଶକ୍ତି ଦେବେ। ତେଣୁ ଈଶ୍ୱର ତାଙ୍କ ବାକ୍ୟ ବାଇବଲରେ ଏକଥା କହନ୍ତି, ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ।